ଓଡ଼ିଆ ସାହିତ୍ୟର ପ୍ରଥମ ଉପନ୍ୟାସ ପଦ୍ମମାଳୀର ଅଷ୍ଟମ ପରିଚ୍ଛେଦ ପାପର ଫଳ। ଦୁର୍ଯ୍ୟୋଧନ ଦାସ ବୃକ୍ଷରେ ନିବିଧ ଥାଇ ଯନ୍ତ୍ରଣାର ଏକ ଶେଷ ଭୋଗ କରୁଥିଲେ। ଯୁବକ ଓ ପଦ୍ମମାଳୀ କିଛିକ୍ଷଣ ଆସିଲା ଉତ୍ତାରୁ ବାଞ୍ଛାନିଧି ବଳବନ୍ତରାୟ ଏକ ଜଳପାତ୍ର ସହିତରେ ଉପସ୍ଥିତ ହୋଇ ଦୁର୍ଯ୍ୟୋଧନ ଓ ପଦ୍ମମାଳୀକୁ ସେମାନଙ୍କର ଉପବିଷ୍ଟ ସ୍ତନରେ ନ ପାଇ ଆଶ୍ଚର୍ଯ୍ୟ ହେଲେ। ସେମାନଙ୍କର ପ୍ରତ୍ୟାଗମନ ଅପେକ୍ଷାରେ ସେ ସ୍ଥାନରେ ଉପବେଶନ କଲା, କିନ୍ତୁ ଦୀର୍ଘକାଳ ଅପେକ୍ଷା କଲା ଉତ୍ତାରୁ ସେ ଚିନ୍ତିତ ହେଲା ଓ ଇତସ୍ତତଃ ସେମାନଙ୍କର ଅନ୍ୱେଷଣ କଲା। ଇତସ୍ତତଃ ବୁଲୁ ବୁଲୁ ଦୁର୍ଯ୍ୟୋଧନର ସ୍ୱର ତାହାର କର୍ଣ୍ଣ କୁହରେ ପ୍ରବେଶ ହେଲା ପ୍ରାୟ ସେ ଅନୁମାନ କଲା। ଶବ୍ଦ କେଉଁ ଦିଗରୁ ଆସୁଅଛି ତାହା ଶୁଣିବ ନିମନ୍ତେ ସେ ଅବିହିତ ହୋଇ କର୍ଣ୍ଣ ବିସ୍ତାର କଲା। ଦୁର୍ଯ୍ୟୋଧନ ତଦବସ୍ଥାଗତ ହୋଇ ଯନ୍ତ୍ରଣାର ଆତିଶଯ୍ୟରେ ଥରେ ଥରେ ବଳବନ୍ତରାୟର ନାମ ଉଚ୍ଚସ୍ୱରେ ଉଚ୍ଚାରଣ କରୁଥିଲା ଓ ସେ ଜଳ ସକାଶେ ଯାଇ ବିଳମ୍ବ କରୁଥିବା ହେତୁ ତାହାର ଓ ତାହାର ପିତୃ ପିତାମହଙ୍କର ଉଦ୍ଦେଶ୍ୟରେ ଅନେକ ବାକ୍ୟାଳଙ୍କାର ପ୍ରୟୋଗ କରୁଥିଲା। ସୁଖର ସମୟ ଯେ ରୂପେ ଶୀଘ୍ର ଅତିବାହିତ ହୁଏ, ଦୁଃଖ ଓ କଷ୍ଟର ସମୟ ତଦ୍ରୂପ ନୁହେଁ। ବଳବନ୍ତରାରେ ଆସିବାକୁ ଯେତେ ବିଳମ୍ବ ହେଉଥିଲା, ଦୁର୍ଯ୍ୟୋଧନର କଷ୍ଟ ସେତେ ଅଧିକ ହେଉଥିଲା। ବଳବନ୍ତରାୟ ଦୁର୍ଯ୍ୟୋଧନର ସ୍ୱର ପ୍ରଥମ ଶୁଣି ଅବିହିତ ହୋଇ କର୍ଣ୍ଣ ବିସ୍ତାର କଲା। ଦ୍ୱିତୀୟ ଥର ଦୁର୍ଯ୍ୟୋଧନ ଶବ୍ଦ କରିବା ସମୟରେ ଏକ ବଜ୍ରର ନିନାଦରେ ତାହାର ଶବ୍ଦ ନିମଗ୍ନ ହୋଇଗଲା। ବଳବନ୍ତରାୟ ପ୍ରଥମ ଶ୍ରୁତି ଶବ୍ଦକୁ ତାହାର କଳ୍ପନା ରଚିତ ସିଦ୍ଧାନ୍ତ କରି ଦୁର୍ଯ୍ୟୋଧନର ଅନ୍ୱେଷଣାର୍ଥ ଦୁର୍ଯ୍ୟୋଧନ ଯେଉଁଠାରେ ଥିଲା ତହିଁର ବିପରୀତ ଦିଗକୁ ଗମନ କଲା। ଅନେକ କ୍ଷଣ ବୃଥାରେ ଦୁର୍ଯ୍ୟୋଧନକୁ ଅନୁସନ୍ଧାନ କଲା ଉତ୍ତାରୁ ସେ ତାହାର ଅପେକ୍ଷା ନ କରି ଚାଲି ଯାଇଥିବାର ସିଦ୍ଧାନ୍ତ କଲା। ହସ୍ତସ୍ଥିତ ଜଳପାତ୍ର ପ୍ରତ୍ୟର୍ପଣ କରିବା ସକାଶେ ସେ ପୁନର୍ବାର ଗ୍ରାମ ଭିତରକୁ ଗଲା। ସେ ଯାଇ ଯେଉଁ ଗୃହସ୍ୱାମୀଠାରୁ ଜଳପାତ୍ର ବ୍ୟବହାର କରିବା ସକାଶେ ଆଣିଥିଲା, ତାହାଙ୍କ ସହିତ ଅନ୍ୟ ଏକ ବ୍ୟକ୍ତିର କଥୋପକଥନ ହେଉଥିବାର ଶୁଣିଥିଲା। ଉକ୍ତ କଥୋପକଥନ ଶ୍ରବଣ କରି ବଳବନ୍ତଙ୍କ ମନରେ କି ଭାବ ଉଦୟ ହେଲା, ତାହା ପାଠକ ମହାଶୟ ଅବଧାରଣ କରନ୍ତୁ। ଗୃହସ୍ୱାମୀଙ୍କର ବନ୍ଧୁ କହୁଥିଲେ, ଆରେ ଶୁଣିନାହଁ କି, ଯେତେବେଳେ ବର୍ଷା ହୋଇ ଯାତ୍ରା ଭଣ୍ଡୁର ହୋଇଗଲା, କିଏ ଏକ ଦୁଷ୍ଟ ଗୋଟିଏ ବଡ଼ ସୁନ୍ଦରୀ ପିଲାଟିକୁ ନେଇ ପଳାଇଗଲା। କଣ କହୁଛ? ଯାହା କହୁଛି ତ ସେ ପିଲାଟିର ମା ରାଉତାରୀ ବାବୁଙ୍କ ତମ୍ବୁରେ ଯାଇ କାନ୍ଦି କହିଲା। ରାଉତୁରା ବାବୁ ମଶାଲ ପଠାଇ ଅନେକ ଅନୁସନ୍ଧାନ କଲେ, କିନ୍ତୁ କିଛି ସନ୍ଧାନ ମିଳିଲା ନାହିଁ। ଏପରି କାର୍ଯ୍ୟ କରିବାକୁ କୌଣସି ସାମାନ୍ୟ ବ୍ୟକ୍ତି ସାହସ କରିବ ନାହିଁ। ଏତିକି ମାତ୍ର ଜଣାଯାଇଛି ଯେ ନୀଳଗିରିର ଦୁର୍ଯ୍ୟୋଧନ ଦାସ ତାହାର ପଛେ ପଛେ ଥିଲା ଓ ସେ ମଧ୍ୟ କେଉଁଠାକୁ ଯାଇଅଛି କେହି କହିପାରୁନାହାନ୍ତି। ତାହାର ବସାର ଲୋକେ ତାହାକୁ ଖୋଜୁଛନ୍ତି। ଦୁର୍ଯ୍ୟୋଧନର ଯେପରି ନାମ ଶୁଣାଯାଇଛି, ତହିଁରୁ ଏ କର୍ମ କରିବା ତାହାକୁ ବିଚିତ୍ର ନୁହେଁ। ସେଠାରୁ ରାଉତୁରା ବାବୁ କି ଉପାୟ କଲେ? ରାଉତୁରା ବାବୁ ଦୁର୍ଯ୍ୟୋଧନକୁ ଧରିବା ପାଇଁ କଇଁସାରି ଓ କାପ୍ତିପଦା ବାଟରେ 8 ଜଣ ଘୋଡ଼ା ସୁଆର ପଠାଇଛନ୍ତି ଓ ଆମ୍ଭର ବୋଧ ହୁଏ ଯେ ସେମାନେ ଏତେବେଳକୁ ଦୁର୍ଯ୍ୟୋଧନକୁ ଧରି ନେଇ ତାହାଙ୍କୁ ଛାମୁରେ ପହଞ୍ଚିଲେଣି। ଦୁର୍ଯ୍ୟୋଧନ ଏକାକୀ ଏକ ଯୁବତୀ ରମଣୀକୁ ଭିଡ଼ରୁ ଅପହରଣ କରିଥିବାର ଏହା ଅସମ୍ଭବ ଲାଗୁନାହିଁ। ଅବଶ୍ୟ ତାହାର କେହି ସାହାଯ୍ୟକାରୀ ନିଶ୍ଚିତ ଥିବ। ଦୁର୍ଯ୍ୟୋଧନର ଚାକରଙ୍କର କହିବାରୁ ଜଣାଯାଉଛି ଯେ ସେ ଓ ତାର ବିଶ୍ୱାସୀ ଅନୁଚାର ନିଧି ବଳବନ୍ତରାୟ ବସାକୁ ଯାଇନାହାନ୍ତି। ଅପରିମିତ ସାହସୀ ବଳବନ୍ତରାୟ ଏ ଦୁହିଁଙ୍କର କଥୋପକଥନ ପ୍ରଥମରୁ ଆଗ୍ରହ ସହକାରେ ଶୁଣୁଥିଲା। ତହିଁରୁ ଦୁର୍ଯ୍ୟୋଧନକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରାପ୍ତ ନ ହେବାର କାରଣ ସ୍ଥିର କଲା। କିନ୍ତୁ ଯେତେବେଳେ ତାହାର ନିଜ ନାମର ଉଲ୍ଲେଖ ହେଲା, ସାହସ ତାହାକୁ ପରିତ୍ୟାଗ କଲା। ଭୟର ଅଭିଭୂତ ହେଲାରୁ ତାହାର ହସ୍ତସ୍ଥିତ ପାତ୍ର ଠଣ୍ଟକାର କରି ଭୂତଳେ ପତିତ ହେଲା। ଶବ୍ଦରେ ଗୃହସ୍ୱାମୀ ଓ ତାହାଙ୍କର ବନ୍ଧୁ ଚମକିତ ହେଲେ। ପ୍ରଦୀପ ହସ୍ତ ହୋଇ ବହିର୍ଦେଶକୁ ଆସି ଦେଖିଲେ ଯେ ବଳବନ୍ତରାୟ କାଷ୍ଠ ପିତୁଳାକା ପରି ଦଣ୍ଡାୟମାନ। ତାହାର ହସ୍ତରୁ ଜଳପାତ୍ର ସ୍ଫଳିତ ହୋଇଥିବାରୁ
ତାହାକୁ ଜଣା ନଥିଲା। ଗୃହସ୍ୱାମୀ ବଳବନ୍ତରାୟକୁ ତଦବସ୍ଥାଗତ ଦେଖି ଅନ୍ଧକାର ରାତ୍ରିରେ କୌଣସି ପ୍ରକାର ଭୟ ପାଇଥିବାର ଅନୁମାନ କରି ତାହାକୁ ଗୃହାଭ୍ୟନ୍ତରକୁ ନେଲେ। ଜଳପାନ କରାଇ ସେ ରାତ୍ରି ତାହାଙ୍କର ଆବାସରେ ରହିବାକୁ ଅନୁରୋଧ କଲେ। ବଳବନ୍ତରାୟ ତହିଁରେ ସମ୍ମତ ହୋଇ ସେ ରାତ୍ରି ସେଠାରେ ଶୟନ କଲା ଓ ଅତି ପ୍ରତ୍ୟୁଷରୁ ଗୋତ୍ରୋତ୍ଥାନ କରି ଗୃହସ୍ୱାମୀଙ୍କଠାରୁ ବିଦାୟ ନେଇ କଂସାରୀ ମାର୍ଗେ ଗମନ କଲା। ପ୍ରତ୍ୟୁଷେ ଉଷାଦେବୀ ଅପୂର୍ବ ଶୋଭା ଧାରଣ କରିଥିଲେ। ଗତ ରାତ୍ରିରେ ବର୍ଷାନନ୍ତ ବୃକ୍ଷତୃଣ ପଲ୍ଲବ ସତେଜ ଦିଶୁଥିଲା। ଦୟଲ, କପୋତ, ବୁଲବୁଲ ଇତ୍ୟାଦି ପକ୍ଷୀଙ୍କର କୁଞ୍ଜନ କର୍ଣ୍ଣରେ ଅମୃତ ଢାଳୁଥିଲା। ମନ୍ଦ ମନ୍ଦ ସମୀରଣ ଅଙ୍ଗକୁ ଶୀତଳ କରୁଥିଲା। ଏ ସକଳ ଶୋଭାରେ ବଳବନ୍ତରାୟ ମନ ଉଲ୍ଲସିତ ହେଲାରୁ ସେ ଏକ ସ୍ୱରର ଆଳାପ କରି ଅଗ୍ରସର ହେଉଥିଲା। ଗତ ରାତ୍ରି ଦୁର୍ଯ୍ୟୋଧନ ଓ ପଦ୍ମମାଳୀ ଯେଉଁଠାରେ ବିଶ୍ରାମ ଲଭିବାକୁ ବସିଥିଲେ, ସେ ସେଠାରେ କିଛିକ୍ଷଣ ସ୍ଥିତ ହୋଇ ଚତୁର୍ଦିଗକୁ ଅବଲୋକନ କଲା। ମାର୍ଗରେ ସ୍ଥାନେ ସ୍ଥାନେ ଅଶ୍ୱ ପଦଚିହ୍ନ ଦେଖିଲା। ଅଶ୍ୱ ପଦଚିହ୍ନ ବିପରୀତ ଦିଗରେ ପଡ଼ିନଥିବାରୁ ଅଶ୍ୱରୋହୀମାନେ ଫେରିଯାଇ ନଥିବାର ନିଶ୍ଚୟ କରି ଦୁର୍ଯ୍ୟୋଧନ ସମ୍ବନ୍ଧେ ତାହାର ସନ୍ଦେହ ଜାତ ହେଲା। ଚତୁର୍ଦିଗ ଅବଲୋକନ କରୁ କରୁ ସ୍ୱଳ୍ପ ଦୂରରେ ଏକ ମନୁଷ୍ୟ ଦେଖିଲା। ମୂର୍ତ୍ତିଟି ହସ୍ତପଦ ବିସ୍ତାରି କରି ଭୂତଳେ ଶୟିତ କିମ୍ବା ରଜ୍ଜୁ ଭାବେ ଆସୀନ ନଥିଲା। ବଳବନ୍ତରାୟ ନିକଟସ୍ଥ ହୋଇ ଦେଖିଲା ଯେ ଦୁର୍ଯ୍ୟୋଧନ ଭିନ୍ନ ମୂର୍ତ୍ତିଟି ଅନ୍ୟ କାହାରି ନୁହେଁ। ସେ ତାହାକୁ ତଦବସ୍ଥାଗତ ଦେଖି କ୍ଷଣମାତ୍ର ବିଳମ୍ବ ନ କରି ତାହାର ବନ୍ଧନ ଉନ୍ମୋଚନ କଲା। କ୍ଳାନ୍ତ ଥିବା ହେତୁ ଦୁର୍ଯ୍ୟୋଧନର ଚକ୍ଷୁ ନିଦ୍ରାକୃଷ୍ଟ ହୋଇଥିଲା, କିନ୍ତୁ ଗାଢ଼ ନିଦ୍ରା ବିଭୂତ ହୋଇନଥିଲା। ବଳବନ୍ତରାୟ ବନ୍ଧନ ମୋଚନ କଲାରୁ ଦୁର୍ଯ୍ୟୋଧନ ଉତ୍ଥାନ କଲା, କିନ୍ତୁ ପୂର୍ବ ଅବସ୍ଥାରେ ଯେଉଁ ଅସହ୍ୟ ଯନ୍ତ୍ରଣା ଭୋଗ କରିଥିଲା ତାହା ଶୀଘ୍ର ବିସ୍ମୃତ ହେଲା ନାହିଁ। ବଳବନ୍ତରାୟ ସମ୍ୟକ୍ ଅନୁସନ୍ଧାନରେ ତ୍ରୁଟି କରୁଥିବାରୁ ସେ ଅସହ୍ୟ ଯନ୍ତ୍ରଣା ଭୋଗ କରିଥିଲା, ଏହା ମନେ ମନେ ବିଚାର କଲା। ପର୍ଯ୍ୟାୟକ୍ରମେ ସମୁଦାୟ ଘଟଣା ଆଲୋଚନା କରି ବଳବନ୍ତରାୟ ଅବହେଳା କରିଥିବାର ସିଦ୍ଧାନ୍ତ କଲା। ଏ ସିଦ୍ଧାନ୍ତ କରିବା ମାତ୍ରେ ତାହାର ମନ କ୍ରୋଧାବେଗ ସମ୍ବରଣ କରି ପାରିଲା ନାହିଁ। ସେ ବିନା ବାକ୍ୟ ବୟେ ନିରପରାଧୀ ବଳବନ୍ତରାୟର ପୃଷ୍ଠଦେଶରେ ଦୁଇ ବଜ୍ରମୁଷ୍ଟି ପ୍ରହାର କଲା। ବଳବନ୍ତରାୟର ଅର୍ଥ ବୁଝିବାକୁ ଅକ୍ଷମ। ସେ କି ଅପରାଧ ସକାଶେ ଦଣ୍ଡ ପାଇଲା ଜାଣିପାରିଲା ନାହିଁ, କିନ୍ତୁ ନୀରବ ହୋଇ କଂସାରୀ ମାର୍ଗ ଅବଲମ୍ବନ କରି ଚାଲିଲା ଓ ଏ ଅପମାନ ଏକଦିନ ପ୍ରତିଶୋଧ କରିବାକୁ ପ୍ରତିଜ୍ଞା କଲା। ଧନ୍ୟବାଦ।